କି ଆଇସ ପାଞ୍ଜିରେ ଲେଖା ହେଇଛି ଯିଏ ଯୋଉ ବାଟରେ ଯିବା କଥା ସେ ଯିବ ସେଇ ବାଟରେ ଯିବ। ଆଚ୍ଛା ସ୍ତ୍ରୀ ଲୋକଟିଏ ମରିଗଲା ଜମଠି କଣ ଦୋଷ ଲାଗିଲା କିଏ କହିଲା ଜମ ନେଇଗଲା ଗାଡି ଚାପି ଦେଲା ଗାଡି ଆକ୍ସିଡେଣ୍ଟରେ ଗଲା ତେଣୁ ଜମ ସେଇ ଦୋଷ ଲାଗିବନି ଜମ କୋଉ ବାଟରେ ନବ ତାକୁ ଦୋଷ ଲାଗିବ ବିଭିନ୍ନ ପ୍ରକାର କୋଉ ବେଳରେ କେତେ ସମୟ କାହାକୁ ନବ କାହାର କେତେବେଳେ ପାଞ୍ଜି ଖୋଲିଯିବ ତାକୁ କହିହବ ତେଣୁ ରେ ଭାଇଆ ମନ ରେ ଚଗଲା ମନ ଏ ସଂସାରରୁ ତରିବାକୁ ହେଲେ ଏ କଳି ଯୁଗରେ ମୁକ୍ତିର ମାର୍ଗ ହଉଛି ପ୍ରଭୁଙ୍କର ନାମ ଏମାନେ ନିତ୍ୟ ନୈମିତ୍ୟ କର୍ମ କରିବା ସହିତ ରୋଜଗାର କରିବା ସହିତ ଘର କର୍ମ ସହିତ ସଦା ସର୍ବଦା ସନ୍ଧ୍ୟା ସକାଳେ ଟିକେ ପ୍ରଭୁଙ୍କ ପାଖରେ ଯଦି ଆମେ ଟିକେ ମନକୁ ନିୟୋଜିତ କରି ନିବେଶିତ କରି ପ୍ରଭୁଙ୍କୁ ଟିକେ ଡାକିବା ଶୁଦ୍ଧ ଆସନଟିଏ ପକାଇ ସକାଳ ଏବଂ ସନ୍ଧ୍ୟାରେ ପ୍ରଭୁଙ୍କୁ ଟିକେ ଡାକିବା କାହିଁକି ଡାକିବା କାହିଁକି ଡାକିବା ଆଉ ଭାଇ ବୋଲ ବନ୍ଧୁ ବୋଲ ଏ ସମ୍ପଦର ସାଥୀ ଆରେ ଭାଇ ବୋଲ ବନ୍ଧୁ ବୋଲ ସମ୍ପଦର ସାଥୀ ଗଲା ଭେଟା ଗୋବିନ୍ଦ ଚାରତି বন্ধু বান্ধব এই মলা বেড়ে সাঙ্গেরে দিবে একা সেই ভগবান ଯିବେ ভগবান তোমার সারথি হেবে তেଣୁ রে মন রে চগলা মନରେ গাইয়া মନ ମନକୁ ଏପଟ ସେପଟ ନ କରି ଟିକେ ପ୍ରଭୁଙ୍କ ପାଖରେ ମନକୁ ନିୟୋଜିତ କର ଖାଲି ଶୁଦ୍ଧ ଆସନଟିଏ ପକାଇ ଦେଇ ପ୍ରଭୁଙ୍କ ପାଖକୁ ନିଜକୁ ଟିକେ ସମର୍ପଣ କରିଦେବା କାହିଁକି ନା ପ୍ରଭୁ ମୋର ବୋଲି କିଛି ନାହିଁ ସବୁ ତୋର ସେଦିନ ଦ୍ରୌପଦୀ ଡାକିଥିଲେ ପ୍ରଭୁଙ୍କୁ ଏମିତି ପ୍ରଭୁ ଶୁଣି ନାହାନ୍ତି ଯେତେବେଳେ ଡାକିଦେଲେ ହାତ ଟେକି ପ୍ରଭୁଙ୍କୁ ନିଜେ ସମର୍ପଣ କରିଦେଲେ ପ୍ରଭୁ ତୁ ଏକା ମୋର ମୁଁ ଏକା ତୋର ତୁ ତୋ ବିନା ମୋର ଆଉ କେହି ନାହିଁ ପ୍ରଭୁଙ୍କୁ ଆଗେ ଆତ୍ମସମର୍ପଣ କରିଦେଇଥିଲେ ସେଦିନ 7 ବର୍ଷର ବାଳକ ବାପ ଥିଲେ ଶିବ ଭକ୍ତ ପୁଅ ଥିଲେ ନାରାୟଣ ଭକ୍ତ ଯେତେ ଦଣ୍ଡ ଗଲେ ଯେତେ ଧିକାର କଲେ ସେ କଣ ପ୍ରଭୁଙ୍କୁ ଛାଡିଥିଲେ ତେଣୁ ଅଭିରାମ ପରମହଂସ କହିଲେ 7 ବର୍ଷ ବାଳକ ଆଉ ଡାକିଲା লিপিবদ্ধ হয়ে রহিগলা তার না সে গোটিয়ে নারায়ণ ভক্ত পরম ভক্ত বলি ধ্রুবমণ্ডଳରେ আজ্ঞা ধ্রুব তারা হয়ে রহিগলা ধ্রুব পরি ভক্ত তাহলে আমি কাই প্রভুঙ্কর সান্নিধ্য লাভ করিপারিবানি আমি নিশ্চিন্ত প্রভুঙ্কর হবা না নিত্য কর্ম করিবা সহিত जड़े गरीब लोक विपद पड़ी से मो प्रभु ना अच्छी तो भाग्य लेखा अच्छी तू जहाँ लेखा है तू से जो भाटा भाल पट लिखित मो कर्म अनुसार फल आम भाल पटे जहाँ लेखा है आम करें कर्म फल जदि ये भोगवा हुए ये भोगुचित भोगी
ଯିବା ତେଣୁ କର୍ମ କରିବା ନା ମତେ ପଡ଼ିବ କର୍ମ ଆଗେ କର୍ମ ତାପରେ ଯାଇକି ଭାଗ୍ୟ ଆଗେ କର୍ମ କରିବା ତାପରେ ଭାଗ୍ୟକୁ ନିନ୍ଦା କରିବା ତେଣୁ ଏ ମା ମାନେ କ ଗଲା ରୁ ଗଲା ଛ ଗଲା ନ ହେଲା ଧର୍ମ ଯଦି ଧର୍ମ ନଥାନ୍ତା ସୂର୍ଯ୍ୟ ଚନ୍ଦ୍ର ଆକାଶ ହେଉନଥାନ୍ତେ ତେଣୁ ଧର୍ମ କବି ଲେଖିନାହାନ୍ତି ଆରେ ଧର୍ମ ଧାରଣା ଏ ଜଗତ ଧର୍ମ ଧାରଣା ଏ ଜଗତ ଧର୍ମରେ ପ୍ରାଣୀ ଆତ୍ମନାଥ ଯୁଗକୁ ଯୁଗ ହିଁ ମତେ ପରମାନନ୍ଦ ଏଇ ଜଗତେ ଧର୍ମକୁ ଧର୍ମ ଯୁଗକୁ ଯୁଗ ପିଢିକୁ ପିଢି ଆଜ୍ଞା ସଂସାର ଚାଲିଛି ତେଣୁ ସଂସ୍କୃତ ଶ୍ଲୋକ ଲେଖିନାହାନ୍ତି ବ୍ୟାସ ବୋଲେ ଯଦା ଯଦା ହିଁ ଧର୍ମସ୍ୟ ଗ୍ଲାନିର୍ଭବତି ଭାରତର ଅଭ୍ୟୁତ୍ଥାନମ ଧର୍ମସ୍ୟ ତଦା ପ୍ରାଣସୃଜାମ୍ୟଃ ସାଧୂନାଂ ବିନାଶାୟ ତଦୁଷ୍କୃତାଂ ଧର୍ମ ସଂସ୍ଥାପନାर्थाय ଏ ସମ୍ଭବାମି ଯୁগে ଯୁগে ତେଣୁ ସଂସାରରେ ଧର୍ମ ଯଦି ନଥାନ୍ତା ସୂର୍ଯ୍ୟ ଚନ୍ଦ୍ର ଆତଜାତ ହେଉନଥାନ୍ତା ତେଣୁ ଏ ମା ମାନେ ପ୍ରଭୁଙ୍କର କଥା କେହି ପଦ ଗଲା ଛୋଟିଆ ବିଷୟବସ୍ତୁ ଟିଏ କରିବି ତାପରେ ଆଗକୁ ଯିବା